ହଉ ପଚାରେ ମାମୁ ଓ ସମୁନ୍ଦିଆଣୀ ଉପରେ ସମୁନ୍ଦି ଠିଆ ଏ ମୂର୍ଖ ପିଲା ଏଟା ତ ବଡ ଅଡୁଆ କେଣ କହୁଛି ସମୁନ୍ଦିଆଣୀ ଉପରେ ସମୁନ୍ଦି ଠିଆ ହଁ ଇନ୍ଦି କିନ୍ଦି ହରେ ସମୁନ୍ଦିଆଣୀ ଉପରେ ସମୁନ୍ଦି ଠିଆ ହଁ ସମୁଦ୍ର ଭିତରେ ବୁଡେ ମାଠିଆ ସମୁଦ୍ର ଭିତରେ ବୁଲେ ମାଠିଆ ସମୁନ୍ଦିଆଣୀ ଉପରେ ସମୁନ୍ଦି ଠିଆ ସମୁଦ୍ର ଭିତରେ ବୁଲେ ମାଠିଆ ହଁ ସମୁନ୍ଦି କୁଣ୍ଡେଇ ଲାଗିଲା ସମୁଦ୍ର କୁଣ୍ଡେଇ ଲାଗିଲା ଭିତରେ ପଇଲାଣି ଆପୁ ସମୁଦ୍ରୀଶ୍ୱର ସମୁନ୍ଦି ମାରିଲେ ସ୍ୱର ସମୁଦ୍ରୀଶ୍ୱର କଲେ ପ୍ରହାର ସମୁଦ୍ରର ପ୍ରାଣ ହେଲା ବାହାର ସମୁଦ୍ରର ପ୍ରାଣ ହେଲା ବାହାର ହଁ ଏଟା କେଣ କହ ବୋପା ତ କହି ବୋପା ପଚାରିଲ କ ପଚାରିଲୁ ମତେ ବାଡଉଛୁ ସେ ଏମିତି କୋड ହବ କି ଆଜ୍ଞା କି ହବନି କି ଆମେ ସମୁନ୍ଦିଆଣୀ ଉପରେ ସମୁନ୍ଦି ଠିଆ ସମୁଦ୍ର ଭିତରେ ବୁଲେ ମାଠିଆ ସମୁଦ୍ରୀଶ୍ୱର କଲେ ପ୍ରହାର ସମୁଦ୍ରର ପ୍ରାଣ ହେଲା ବାହାର ସମୁଦ୍ରର ପ୍ରାଣ କେବେ ଯିବ କି ଆଜ୍ଞା କେଣେ ଯିବନି ସମୁଦ୍ରର ପ୍ରାଣ ହେଲା ବାହାର ହଁ ଆଜ୍ଞା ଆଜ୍ଞା ଶୁଣନ୍ତୁ ଆଜ୍ଞା ଆପଣ ହେଲେ 50 ଲୋକ ମୁଁ ହେଲି ଜଣେ ଆପଣ ଯାହା କହିବେ ମୁଁ ହଉ ହଉ ଆଜ୍ଞା ଗୋଟେ 5 ମିନିଟ ରେ ମୁଁ ଛାଡି ଦଉଛି ଏଟା ଛାଡି 5 ମିନିଟ ଟିକେ ଧୈର୍ଯ୍ୟ ଧରି ବସନ୍ତୁ ଆଜ୍ଞା ବିରକ୍ତ ହୁଅନ୍ତୁ ଟିକେ ଗୋଟେ 5 ମିନିଟ ହଉ 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 ଟିକେ ସମୁଦ୍ରିଆଣୀ ଉପରେ ସମୁଦ୍ରୀ ଠିଆ ସମୁଦ୍ର ଭିତରେ ବୁଲେ ମାଠିଆ ସମୁଦ୍ରୀଶ୍ୱର କଲେ ପ୍ରହାର ସମୁଦ୍ରର ପ୍ରାଣ ହେଲା ବାହାର ଶୁଣିବା ସୁଜ୍ଞାନେ ହେମାନ କର୍ଣ୍ଣ ଦେଇ ଶୁଣିବା ସୁଜ୍ଞାନେ ହେମାନ କର୍ଣ୍ଣ ଦେଇ ଆଉ ରାମାୟଣ ଚରିତ କହିବା ବୁଝାଇ ଆଉ ରାମାୟଣ ଚରିତ କହିବା ବୁଝାଇ रामचंद्र प्रभु मिथिला को गले आज्ञा रामचंद्र प्रभु मिथिला को गले शिव धनु को सेठारे भांगिले शिव धनु को सेठारे भांगिले सीता माता को विवाह करिण सीता माता को विवाह करिण अयोध्या को से करिले गमन वसुधारु जात सीता माता पुणी वसुधारु जात सीता माता पुणी एपरी दशरथ वसुधा हेले समुद्री समुद्रियाणी आज्ञा लक्ष्य करंतु समुद्री किए आ समुद्रियाणी किए वसुधारु जन्म होइछंती सीता सीता को विवाह कले किए रामचंद्र रामचंद्र हेले दशरथर पुओ वसुधार झियो हेले सीता हेले दशरथ हेले समुद्री वसुधा हेले समुद्रियाणी ठीक ना नहीं समुद्रियाणी हेले वसुधा समुद्री हेले दशरथ समुद्रियाणी उपरे समुद्री ठिया वसुधा उपरे राजा दशरथ ठिया होइछंती समुद्रियाणी उपरे समुद्री ठिया समुद्र भितरे बुले माठिया आज्ञा अंध मुनि सुत श्रवण कुमार अंध मुनि सुत श्रवण कुमार माता पिता को जे करिथिला भार से माता पिता को जे करिथिला भार चारि धाम को नहीं बुलाइला चारि धाम को नहीं बुलाइला अरण्य मध्यरे गमन जे कला
ଏକାଳେ ଅନ୍ଧ ମୁନି ବୋଇଲେ ଯେ ଜାଣ ଶୋଷ ହେଉଅଛି ରେ ପୁତ୍ର ଶ୍ରବଣ ପାଣି ମୁନ୍ଦାଏରେ ଆଣି ଦିଅ ଏବେ ପାଣି ପିଇ ପ୍ରାଣ ବଞ୍ଚାଇବୁ ତେବେ ସେତେବେଳେ ଶ୍ରବଣ ଭାରକୁ ଥୋଇଲା ମାଠିଆ ଗୋଟିକୁ ହସ୍ତରେ ଧରିଲା ସମୁଦ୍ର ତଟରେ ପ୍ରବେଶ ହୋଇଣ ମାଠିଆକୁ ପାଣିରେ ବୁଲାଇଲା ଜାଣ ଆଜ୍ଞା ଏବେ ମଧ୍ୟ ଦେଖିବେ ମୋର ମା ମାଉସୀ ମାନେ ଯଦି ନଦୀ କି ବନ୍ଧକୁ ଯିବେ ପାଣି ଆଣିବା ପାଇଁ ପ୍ରଥମରେ ମାଠିଆଟାକୁ ପାଣିରେ ବୁଲେଇବେ ବୁଲେଇବେ କାହିଁକି ବୁଲେଇବେ ସେ ଅଳିଆ ମଇଳା ପାଣି ସବୁ ସଫା ହବ ସଫା ହବ ବୋଲି ପ୍ରଥମରେ ବୁଲେଇବେ ଆଜ୍ଞା ଶ୍ରବଣ କୁମାର ଯେତେବେଳେ ଯାଇଥିଲା ପାଣି ଆଣିବା ପାଇଁ ସିଏ ମଧ୍ୟ ପ୍ରଥମରେ ପାଣିରେ ମାଠିଆଟାକୁ ବୁଲେଇଥିଲା ଏକାଳେ ସମୁଦୀଶ୍ୱର କଲେ ପ୍ରହାର ରାଜା ଦଶରଥ ବସୁଧା ଉପରେ ଠିଆ ହେଇଛନ୍ତି ଏ ସମୟରେ ସର କଲେ ପ୍ରହାର ସମୁଦ୍ରର ପ୍ରାଣ ହେଲା ବାହାର ସମୁଦ୍ରର କଣ ପ୍ରାଣ ଯାଇଛି କି ଆଜ୍ଞା ସମୁଦ୍ରର ପ୍ରାଣ ଯାଇଛି କିନ୍ତୁ ସମୁଦ୍ରର ଗୋଟିଏ ନାମ ହେଲା ସିନ୍ଧୁ ସିନ୍ଧୁ ସମୁଦ୍ରର ଗୋଟିଏ ନାମ ହେଲା ସିନ୍ଧୁ ସିନ୍ଧୁ ଶ୍ରବଣର ଗୋଟିଏ ନାମ ହେଲା ସିନ୍ଧୁ ସିନ୍ଧୁ ଶ୍ରବଣ କୁମାରର ଗୋଟିଏ ନାମ ହେଲା ସିନ୍ଧୁ ସମୁଦ୍ରର ଗୋଟିଏ ନାମ ହେଲା ସିନ୍ଧୁ ଦଶରଥ ଯେତେବେଳେ ସର ନିକ୍ଷେପ କଲେ ସିନ୍ଧୁର ଜୀବନଟା ଚାଲିଗଲା ଏଇଟା ଆଉ ଗୋଟେ କଥା ମଧ୍ୟ ଅଛି ଶବ୍ଦ ଭେଦୀ ବାଣ ଶବ୍ଦକୁ ଭେଦ କରିବ ଶବ୍ଦ ଭେଦୀ ବାଣ ସର ନିକ୍ଷେପ କରିଥିଲେ କିଏ ଦଶରଥ କୋଉ ବାଣ ଶବ୍ଦ ଭେଦୀ ବାଣ ଶବ୍ଦ ଭେଦୀ ବାଣଟା ଶବ୍ଦକୁ ଭେଦ କରିବ ଶବ୍ଦ କୋଉଠୁ ଆସୁଥିଲା ଜଳ ମଧ୍ୟରୁ ମାଠିଆରୁ ଆସୁଥିଲା ମାଠିଆଟା ଭରି କଲେ ଟପ 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 ହବ ସେ ଡବ ଡବ ଶବ୍ଦଟା ଆସୁଥିଲା ହେଲେ ସରଟା ଯାଇକି ମାଠିଆକୁ ବାଜିବା କଥା ଶ୍ରବଣକୁ କାହିଁ ବାଜିଲା କଣ ପାଇଁ ସରଟା କୁଳୁ କୁଳୁ ନାଦରେ ସିନା ଦଶରଥ ଶବ୍ଦ ଭେଦୀ ବାଣଟାକୁ ପଠେଇ ଦେଲେ କିନ୍ତୁ ସର ଯେତେବେଳେ ଶ୍ରବଣ କୁମାର ପାଖରେ ପହଞ୍ଚିଛି ଶ୍ରବଣ କୁମାର ସେତେବେଳେ କରିଛି କଣ ନା ଭାର ଧରିକି ସିଏ ଯୋଉ ଆଳସ୍ୟରେ ଥିଲା ଯୋଉ ତା ଦେହରେ ପରିଶ୍ରମ ହେଇକି ଥିଲା ନଈକି ମାଠିଆଟାକୁ ଯେତେବେଳେ ସିଏ ଟେକୁଛି ଓହୋ ଭଗବାନ ବୋଲିକି ସିଏ ଆଜ୍ଞା ଦେଖନ୍ତୁ ଏବେ ମଧ୍ୟ ଆମେ କାମ କରୁଥିବା ହଠାତ୍ ଯଦି ଠିଆ ହେଇ ପଡିବା ଓହୋ କହୁଛନ୍ତି ନା ନାଇଁ ଠିକ ସେମିତି ଶ୍ରବଣ କୁମାର ନଈକିରି ପାଣି ଯେତେବେଳେ ବୁଡେଇକି ଉଠିବା ସମୟରେ ଓହୋ ଭଗବାନ ବୋଲିକି ପାଟିରେ ଡାକୁଛି ସେ ସମୟରେ ସରଟା ଆସିକି ପହଞ୍ଚିଛି ଶବ୍ଦଟା ବାହାରିଛି କୋଉଠୁ ଶ୍ରବଣର ପାଟିରୁ ଏଣୁ ଶ୍ରବଣକୁ ଶବ୍ଦ ଭେଦୀ ବାଣ ହେଲା ତୋର ଉତ୍ତର ହେଲା ଏଥର ପୁରାଣକୁ ଲକ୍ଷ୍ୟ କରିବା।